ଜବ୍ ପାଇବା ପରେ ଆପଣଙ୍କ ଲାଇଫଟା କିପରି ଚେଞ୍ଜ ଗୋଟେ ପୋଷ୍ଟ ପାଇବା ବି ସେତେ ଗୋଟେ ଷ୍ଟ୍ରଗଲ୍ ଥିଲା, ଆମେ ବହୁତ ବଡ଼ ଷ୍ଟ୍ରଗଲ୍ ଥିଲା, ତ ସେଟା ଟିକେ ବେଶୀ ହଟ୍ କରିଥିଲା। ସେମିତି ନାହିଁ ଯେ ଆମେ 10 ଘଣ୍ଟା 12 ଘଣ୍ଟା ଏଟା ଗୋଟେ ବେକାର ଜିନିଷ। ସେଲ୍ଫ ଷ୍ଟଡି କରିକି ଆଜି ଯୁଗରେ ମାନେ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ପାଇ ହେବ ନା କୋଚିଂ ସେଲ୍ଫ ଷ୍ଟଡି ପିଲାକୁ କ'ଣ ଫେସ୍ କରିବେ, ପିଲା ଚ୍ୟାଲେଞ୍ଜେସ୍ କ'ଣ ଫେସ୍ କରିବେ, କୋଉଟାକୁ ଟ୍ୟାକଲ୍ କରିବେ ସେ ବିଷୟରେ କିଛି ଆମର ମ୍ୟାଥ୍ ପାଇଁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ହେଉଛି, ସେ ଡବଲ୍ ହଉ କିମ୍ବା ଟ୍ରିପଲ୍ ହଉ, ସେ କମ୍ପ୍ଲିଟଲି ଫଲୋ କରୁଛନ୍ତି। ଷ୍ଟୁଡେଣ୍ଟ ଏବେ ଯେଉଁ ସବୁ ପ୍ରିପାରେସନ୍ କରୁଛନ୍ତି ତାଙ୍କ ପାଇଁ କ'ଣ ଆଡ଼ଭାଇସ୍ ଦେବେ, ମାନେ କିପରି ତାଙ୍କ ଷ୍ଟ୍ରାଟେଜି କ'ଣ ରହିବ? ମ୍ୟାଥ୍ ପାଇଁ ସେ କଣ୍ଟ୍ରୋଲ ଭି କପି ପେଷ୍ଟ ବୋର୍ଡ ସେ ଯୁଗ ନାହିଁ, ସବୁ ଷ୍ଟେଟମେଣ୍ଟ ବେସ୍ କ୍ୱେଶ୍ଚିନ୍ ପକେଇଛି। ଏବେ କ୍ଲିୟର କରୁଛି ଆପଣଙ୍କ ଚ୍ୟାନେଲ ମାଧ୍ୟମରେ। ଉପରି ଜିନିଷଟା ପିଲାଙ୍କ ଭାବିବାଟା ଉପରି କାହାକୁ କୁହନ୍ତି ଏ ଜବ୍ଟା ମାନେ ଝିଅ ପିଲାଙ୍କ ପାଇଁ ମାନେ ଓଟିପି କରୁଛି କାଉନସିଲିଂ ମାନେ ଡକ୍ୟୁମେଣ୍ଟେସନ ପରେ ସେଟା କି କରୁଛି ଫାଷ୍ଟ କ୍ୟାରିୟର ଲକ୍ କ'ଣ କି ଏଇଟା ଏମିତି ଫେଜ୍ ଯୋଉ ଟାଇମ୍ କି ତୁମର ପାର୍ଟନର ସପୋର୍ଟ ଦରକାର। ସକ୍ସେସ୍ ମନ୍ତ୍ର ଇନ୍ ୱାନ୍ ଲାଇନ୍ ଜାଣିପାରୁଛନ୍ତି ଏଇଟା ଗୋଟେ ବେଷ୍ଟ ଜିନିଷ। ନମସ୍କାର, ଜୟ ହିନ୍ଦ, ଜୟ ଭାରତ, ୱେଲକମ୍ ଟୁ ପ୍ରା ଏକାଡେମୀ। ଆଜି ଭିଡ଼ିଓ ବହୁତ ସ୍ପେଶାଲ ହେବ କାରଣ ଆମ ସହ ଅଛନ୍ତି ଏକ ଗେଷ୍ଟ ଯିଏକି OSSC RAR ଅମିନ କମ୍ବାଇନ୍ ଏକ୍ଜାମ୍ କ୍ରାକ୍ କରିକି ଅମିନ ପୋଷ୍ଟରେ ଲଗାତାର 3 ବର୍ଷ ଭାବେ ସକ୍ସେସଫୁଲ୍ ଡ୍ୟୁଟି କରୁଛନ୍ତି। ତ ଅନେକ ଷ୍ଟୁଡେଣ୍ଟ ସ୍ୱପ୍ନ ଦେଖନ୍ତି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ, କିନ୍ତୁ ରିଅଲ୍ ଜର୍ଣ୍ଣି, ରିଅଲ୍ ଷ୍ଟ୍ରଗଲ୍ ଏବଂ ଗଭର୍ଣ୍ଣମେଣ୍ଟ ଜବ୍ର ରିଆଲିଟି କ'ଣ ଆପଣ ଡାଇରେକ୍ଟ ତାଙ୍କ ମୁଖରୁ ଜାଣିବେ ଆଜି ଏହି ପଡ଼କାଷ୍ଟରେ। ସେ କିପରି ପ୍ରିପାରେସନ୍ କରୁଥିଲେ, ତାଙ୍କ ରିଅଲ୍ ଲାଇଫ୍ ଷ୍ଟ୍ରଗଲ୍ କ'ଣ ଥିଲା ଏବଂ ଗଭର୍ଣ୍ଣମେଣ୍ଟ ଜବ୍ର ରିଆଲିଟି କ'ଣ, ଏସବୁ ଆପଣ ଜାଣିବାକୁ ପାଇବେ। ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ହେଲା ଯେଉଁମାନେ ନ୍ୟୁ ଆସ୍ପିରାଣ୍ଟ, ଯେଉଁମାନେ କମ୍ପିଟେଟିଭ୍ ଏକ୍ଜାମ୍ ପ୍ରିପାରେସନ୍ କରୁଛନ୍ତି, ସେ କିପରି ତାଙ୍କ ଷ୍ଟ୍ରାଟେଜି ଫଲୋ କରିବେ। ତ ଆପଣ ଏସବୁ ଦେଖିଲା ପରେ ଆପଣଙ୍କ ଜର୍ଣ୍ଣି ନିଶ୍ଚୟ କମ୍ପ୍ଲିଟଲି ଚେଞ୍ଜ ହେଇଯିବ। ତ ଗୋଟେ ରିକ୍ୱେଷ୍ଟ ଯେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ, ଆପଣଙ୍କୁ ନିଶ୍ଚୟ ହେଲ୍ପଫୁଲ୍ ହେବ। ତ ଚାଲନ୍ତୁ ଡେରି ନ କରିକି ଆଜିର ପଡ଼କାଷ୍ଟକୁ ଆରମ୍ଭ କରିବା। ଆପଣଙ୍କର ନିଜ ଗୋଟେ ସର୍ଟ ଇଣ୍ଟ୍ରୋଡକ୍ସନ୍ ଆମ ଭିଉୟର୍ସ ମାନଙ୍କୁ ଦେଇଦିଅ। ମୋ ନାଁ ଶୁଭେଶ ଖୁଣ୍ଟିଆ। ମୁଁ 2022 ଆମର କମ୍ବାଇନ୍ ରିକ୍ରୁଟମେଣ୍ଟ ଯେଉଁ OSSC କରିଥିଲା, ARI ଅମିନ SFS ଫରେଷ୍ଟ ଗାର୍ଡ଼ ଏକ୍ସାଇଜ୍ କନଷ୍ଟେବଲ ଗୋଟେ କମ୍ବାଇନ୍ ରିକ୍ରୁଟମେଣ୍ଟ କରିଥିଲା, ସେଥିରେ ମୁଁ କ୍ଲିୟର କରିକିରି ଆଜି ଅମିନ ପୋଷ୍ଟ ପାଇକିରି ମୁଁ ସମ୍ବଲପୁର ଡିଷ୍ଟ୍ରିକ୍ଟରେ ସର୍ଭିସ୍ କରୁଛି। ମୋ ଘରଟା ଆକ୍ଚୁଆଲି ମୋର ପ୍ୟାରେଣ୍ଟାଲ ଆଡ୍ରେସ୍ ହେଲା ଜଗତସିଂହପୁର ଡିଷ୍ଟ୍ରିକ୍ଟ, ମୁଁ ସମ୍ବଲପୁରରେ ପୋଷ୍ଟେଡ୍ ଅଛି। ତାହେଲେ ଆପଣ ଫାର୍ଷ୍ଟ ଟାଇମ୍ ରେଜଲ୍ଟ ଦେଖିଲା ବେଳେ କିପରି ଫିଲ୍ କରିଥିଲେ? ରେଜଲ୍ଟ ଯେତେବେଳେ ଫାର୍ଷ୍ଟ ଟାଇମ୍ ଦେଖିଲି ଅବଭିୟସଲି ଖୁସି ତ ଲାଗିଥିଲା। 3 ବର୍ଷ ଷ୍ଟ୍ରଗଲଟା ଯେତେବେଳେ ଗୋଟେ ସକ୍ସେସରେ ପରିଣତ ହେଇଥିଲା, ଅବଭିୟସଲି ଖୁସି ଲାଗିଥିଲା। ଯେତେବେଳେ ଆମର ପ୍ରପର ତ ରେଜଲ୍ଟ ବାହାରି ନଥିଲା, ସେଟା ଆମର ବାହାରିଥିଲା କାଉନସିଲିଂ ଲାଗି ଲିଷ୍ଟ ବାହାରିଥିଲା ଗୋଟେ। କାଉନସିଲିଂ ଲାଗି ଯାହାର ନାଁ ଆସିଲା ମାନେ ଅଲମୋଷ୍ଟ 99% ସିଓର ଯେ ତାର ଗୋଟେ ପୋଷ୍ଟ ଆଟେଣ୍ଡ ହବ ବୋଲି। ବାକି ରେୟାର 1% କ'ଣ କି ଧର କିଛିଟା ଏକ୍ସଟ୍ରା ପିଲାଙ୍କୁ ସେ ଡାକିଥାଏ ତାର ଇଏ ଲାଗି ବ୍ୟାକଅପ୍ ଲାଗି, ତ ସେଠି ଗୋଟେ ରେୟାର କେସ୍। ବାକି ନିଜର ଗୋଟେ ମାଷ୍ଟର ମେରିଟ୍ ଲିଷ୍ଟ ଗୋଟେ OSSC ଛାଡ଼ିଥାଏ, ସେଥିରୁ ଗୋଟେ କ୍ୟାଣ୍ଡିଡେଟ୍ ସିଓର ହେଇଯାଇଥିବ କି ମୋର ଜବ୍ ହବ କି ନାହିଁ। ଅମିନ ଜବ୍ ପାଇବା ପରେ ଆପଣଙ୍କ ଲାଇଫଟା କିପରି ଚେଞ୍ଜ ହେଇଛି? ଲାଇଫଟା ଚେଞ୍ଜେସ୍ କହିବାକୁ ଗଲେ ଗୋଟେ ସରକାରୀ ଚାକିରି ଗୋଟେ ମିଳିଲା ପରେ ଗୋଟେ ଲାଇଫରେ ଗୋଟେ କ'ଣ କି ଗୋଟେ ଅନଏମ୍ପ୍ଲୟମେଣ୍ଟରୁ ଏମ୍ପ୍ଲୟମେଣ୍ଟ ଫେଜ୍କୁ ଯେଉଁ ଯିବ, ସେ ଫେଜ୍ରେ ନିଜେ ଗୋଟେ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହବ, ନିଜ ପାଇଁ ଗୋଟେ କିଛି କରିପାରିବା ଭଳିଆ, ତାପରେ ନିଜ ଫ୍ୟାମିଲି ପାଇଁ ହଉ ଯାହା ବି ନିଜେ ଗୋଟେ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ଗୋଟେ ମୁଖ୍ୟ ଜିନିଷ। ଚାକିରି ପରେ କ'ଣ ସବୁ କରିଛନ୍ତି? ଚାକିରି ପରେ ମୁଁ ନିଜ ପାଇଁ ମୁଁ ନିଜ ଗାଡ଼ି କରିଛି, ଘର ଏବେ କମ୍ପ୍ଲିଟ୍ ଗାଁରେ ଅଲମୋଷ୍ଟ କମ୍ପ୍ଲିଟ୍। ତାପରେ ନିଜ ପାଇଁ ସେଠି ରହିବା ପାଇଁ ଯାହା ବି କିଛି ନେସେସିଟି ଜିନିଷ ମାନେ ଜାଗା କିଣି ନାଇଁ, ଗାଁରେ ଯୋଉ ଘର ଥିଲା ସେ ଘରଟା ଉପର ଷ୍ଟେୟାର ଆଉଥରେ ବନା ହେଲା, ଗାଁରେ ଥିଲା। ତାପରେ ବାକି ନିଜ ପାଇଁ ସେଠି ଯାହା ବି ରହିବା ପାଇଁ ଦରକାର, ନିଜ ପାଇଁ ଗୋଟେ ଗାଡ଼ି ସାରେ କିଣିଛି ନିଜ ପଇସାରେ, ନିଜେ ରହିଲା ଭଳିଆ ଏସି ସବୁ ଯାହା କିଛି ନେସେସିଟି ଲାଇଫଷ୍ଟାଇଲ ଚେଞ୍ଜ ତ ଜବ୍ ପରେ। ହଁ, ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ଷ୍ଟ୍ରଗଲ୍ ଥିଲା ନା ଇଜି ଥିଲା? ନାଇଁ, ଅବଭିୟସଲି ଷ୍ଟ୍ରଗଲ୍ ବହୁତ ଥିଲା। କାହିଁକି ନା ଆମ ଫେଜ୍ଟା ମୁଁ କହୁଛି 2022 ମସିହାରେ ଯେତେବେଳେ ଆମେ ଫାର୍ଷ୍ଟ ଟାଇମ୍ ପାଇଁ OSSC ଗୋଟେ କମ୍ବାଇନ୍ ଏକ୍ଜାମ୍ କରେଇଲା, ସେଟା ଥିଲା କୋଭିଡ୍ ପରର ଫାର୍ଷ୍ଟ ଏକ୍ଜାମ୍। ତ କୋଭିଡ୍ ଯେହେତୁ 2 ବର୍ଷ କୋଭିଡ୍ ପୁରା କୌଣସି ଏକ୍ଜାମ୍ ହେଇନଥିଲା, ତ ସବୁ ପିଲା ସବୁ ଆସ୍ପିରାଣ୍ଟ ସିରିୟସ୍ ଆସ୍ପିରାଣ୍ଟ ସେ ଏକ୍ଜାମ୍କୁ ଦେଇଥିଲେ। ଇଭିନ୍ OPSC ଆସ୍ପିରାଣ୍ଟ ବି ସେ ଏକ୍ଜାମ୍କୁ ଭଲସେ ପ୍ରିପାରେସନ୍ କରି ଦେଇଥିଲେ। ତ ସେଥିଲାଗି ସେଟା ଗୋଟେ ବହୁତ ଷ୍ଟ୍ରଗଲ୍ ଆମ ପାଇଁ ଥିଲା କି ଗୋଟେ ଜବ୍ 600 ଆମ ବେଳେ 635 ଆରାଉଣ୍ଡ ପୋଷ୍ଟ ଥିଲା ଜେନେରାଲ SBC ମିଶିକିରି। ତ 635 ଆରାଉଣ୍ଡରୁ ଗୋଟେ ପୋଷ୍ଟ ପାଇବା ବି ସେତେ ଗୋଟେ ଷ୍ଟ୍ରଗଲ୍ ଥିଲା, ଆମେ ବହୁତ ବଡ଼ ଷ୍ଟ୍ରଗଲ୍ ଥିଲା। ମାନେ କଟକ କେମିତି କ'ଣ ଯାଇଥିଲା? କଟକ ଆମର 124.5 ଯାଇଥିଲା SCBC କଟକ, 125.5 ଯାଇଥିଲା ଜେନେରାଲ କଟକ। କ'ଣ ନା ସେତେବେଳେ ଆମର ଏକ୍ସାଇଜ୍ ଫରେଷ୍ଟ ଗାର୍ଡ଼ ମିଶିକି ଥିଲା, ତ ତାର ଫିଜିକାଲ ବି ଥିଲା, ତ ସେଥିଲାଗି ସେତେବେଳେ 125.5 ଯାଇଥିଲା ଜେନେରାଲ କଟକ। ଜେନେରାଲ ମେଲ୍ କଥା ମୁଁ କହୁଛି, ଆଉ SCBC ଯାଇଥିଲା 124.5।
ତ ଏସି କଟଅଫ ଯାଇଥିଲା 112 113 ଆରାଉଣ୍ଡ ସମଥିଙ୍ଗ ଯାଇଥିଲା। ଆଉ ଝିଅ ପିଲାଙ୍କର ଯାଇଥିଲା 116 ନା 117 ସମଥିଙ୍ଗ ଆରାଉଣ୍ଡ, ସେ ଏକ୍ଜାକ୍ଟ ଆମର ମନେ ପଡୁନି ଝିଅ ପିଲାଙ୍କ କଟଅଫଟା। ଏତିକି ଆମର କଟଅଫ ଯାଇଥିଲି। ତାପରେ ଆମର କିନ୍ତୁ ଅମିନ ଏସ୍ଏଫଏସ୍ ଏଆରଆଇ ଲାଗି ଆମର ଲାଷ୍ଟ 131 30 ପର୍ଯ୍ୟନ୍ତ ପିଲା ପାଇ ଯାଇଥିଲେ। ଆଚ୍ଛା, ଆପଣ O360 ଯୋଉ ପ୍ରିପାରେସନଟା କେବେଠୁ ଷ୍ଟାର୍ଟ କରିଥିଲେ ଆଉ କେମିତି କରିଥିଲେ? O360 ର 2019 ଗୋଟେ ଫାଷ୍ଟ ବାହାରିଥିଲା ଜୁନିୟର ଆସିଷ୍ଟାଣ୍ଟ। 2019 ଜୁନିୟର ଆସିଷ୍ଟାଣ୍ଟ ବାହାରିଥିଲା, ସେତେବେଳେ ସେଟାର ମୁଁ ଆମର ପ୍ରି ମେନ୍ ଦେଇକିରି ସ୍କିଲ୍ ଟେଷ୍ଟ ଦେଇଥିଲି। ଫାଇନାଲ ମେରିଟ୍ରେ ସେତେବେଳେ କଟିଥିଲି, ବାସ୍ 2ଟା ର୍ୟାଙ୍କ ମୋର ଆଉ ଉପରେ ପିଲା ପାଇଥିଲି। ତ ସେଟା ଟିକେ ବେଶୀ ହଟ୍ କରିଥିଲା। ତ ସେବେଠୁ ମୁଁ ଗୋଟେ ସ୍ଥିର କରିଥିଲି କି ନାଇଁ ପ୍ରିପାରେସନଟା ଏଟା କଣ୍ଟିନ୍ୟୁ ରଖିବି। O360 ବି ଯେ କ୍ରାକ୍ କରିବା ଟିକେ ଇଜି ରାଦର ଦ୍ୟାନ୍ O SSC, ମୁଁ ସେଟା ଫିଲ୍ କରେ। ଆପଣଙ୍କ ଡେଲି ରୁଟିନ କେମିତି ଥିଲା, ମାନେ କେତେବେଳେ କ'ଣ ପଢୁଥିଲେ? ଡେଲି ରୁଟିନ ତମେ ଯଦି ମାନେ କି ଯଦି କୋଉ ପିଲା O SSC କି O SSC ଟାର୍ଗେଟ ରଖୁଛି, ମ୍ୟାକ୍ସ ଟୁ ମ୍ୟାକ୍ସ ଦିନକୁ 6 ଘଣ୍ଟା ସଫିସିଏଣ୍ଟ ପ୍ରିପାରେସନ। ସେମିତି ନାହିଁ ଯେ ଆମେ 10 ଘଣ୍ଟା 12 ଘଣ୍ଟା ଏଟା ଗୋଟେ ବେକାର ଜିନିଷ। 6 ଘଣ୍ଟା ପ୍ରିପାରେସନ, ମ୍ୟାଥ 1 ଆୱାର ସଫିସିଏଣ୍ଟ। ତାପରେ ମ୍ୟାଥ ଜିଏସ୍ କୁ 2 ଘଣ୍ଟା, ଇଂଲିଶ କୁ 2 ଘଣ୍ଟା, 2 4 ଘଣ୍ଟା, ମ୍ୟାଥ 1 ଘଣ୍ଟା, ଆଉ ଆଇଦର କମ୍ପ୍ୟୁଟର 1 ଘଣ୍ଟା ପଢ, ନହେଲେ ଓଡ଼ିଆ ଗ୍ରାମାର, ଏଇଟା ରହିଲା 6-7 ଘଣ୍ଟା ଡେଲି ସଫିସିଏଣ୍ଟ। କୋଚିଂ ମାନେ ପଢୁଥିଲେ ନା ସେଲ୍ଫ ଷ୍ଟଡି କରି ପଢୁଥିଲେ? କୋଚିଂ ମୁଁ କଟକରେ ଗୋଟେ ପ୍ରାଇଭେଟ କୋଚିଂରେ କୋଚିଂ ନେଇଥିଲି। ତାପରେ ସେଠୁ ସରିଲା ପରେ ମୁଁ ଲାଇବ୍ରେରୀରେ ପ୍ରିପାରେସନ କରୁଥିଲି। ଆଚ୍ଛା, ଆପଣଙ୍କ ମତରେ କ'ଣ ସେଲ୍ଫ ଷ୍ଟଡି କରିକି ଆଜି ଯୁଗରେ ମାନେ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ପାଇ ହବ ନା କୋଚିଂ ନିହାତି ଦରକାର? ସେଲ୍ଫ ଷ୍ଟଡି ସଫିସିଏଣ୍ଟ, କାରଣ ୟୁଟ୍ୟୁବରେ ଯେତିକି କଣ୍ଟେଣ୍ଟ ଆଭେଲେବଲ ଅଛି ଜଣେ ପଢିଲେ ଆରାମସେ କ୍ଲିୟର କରିପାରିବ। ଆପଣଙ୍କ ପାଇଁ ସବୁଠୁ ଟପ୍ ସବଜେକ୍ଟ କ'ଣ ଥିଲା? ଓବିୟସଲି ସମସ୍ତଙ୍କ ଲାଗି ମୋ ପାଇଁ ନୁହଁ, ଏଇଟା ଜିଏସ୍ ଟା ଟପ୍ ସବଜେକ୍ଟ ଏବେ ବି ସମସ୍ତଙ୍କ ଲାଗି ରହିଛି। ଜିଏସ୍ ଟା ଯେତେ କୁହନ୍ତି ଅସରନ୍ତି ସମ୍ଭାର, ଜିଏସ୍ ଟା ଯେତେ ପଢିଲେ ବି ହବନି। ତ ଆଗରୁ ତ ଥିଲା ଅଫଲାଇନ୍ ଏକ୍ଜାମ, ଏବେ ଆମର ସବୁ ଅନଲାଇନ୍ ଏକ୍ଜାମ ହେଉଛି, ନର୍ମାଲାଇଜେସନ ପ୍ରକ୍ରିୟା ରହୁଛି। ତ ଏବେ ପିଲାକୁ କ'ଣ ଫେସ୍ କରିବେ, ପିଲା ଚ୍ୟାଲେଞ୍ଜେସ୍ କ'ଣ ଫେସ୍ କରିବେ, ତାକୁ ଟ୍ୟାକଲ କରିବେ, ସେ ବିଷୟରେ କିଛି ଆମର 2022ରେ ଆମର ଜାନୁଆରୀ 30 ତାରିଖ ଏକ୍ଜାମ ହେଇଥିଲା। ସେତେବେଳେ ଆମର ସିଙ୍ଗଲ ଡେ ସିଙ୍ଗଲ ସିଫ୍ଟ 2022 ହଁ ସିଙ୍ଗଲ ଡେ ସିଙ୍ଗଲ ସିଫ୍ଟରେ ଏକ୍ଜାମ କରାଯାଇଥିଲା। ତ ଏବେ କ'ଣ କି ଏବେ ଅନଲାଇନ୍ ଏକ୍ଜାମ ମଲ୍ଟିପୁଲ ସିଫ୍ଟରେ ପାଖାପାଖି 1 ମାସ 1.5 ମାସରେ ଏକ୍ଜାମ ଚାଲିବ। ଏବେ ମୁଖ୍ୟ ରୋଲ ପ୍ଲେ କରିବ ନର୍ମାଲାଇଜେସନ। ସେଥିଲାଗି ମୁଁ ଏବେ ଯୋଉମାନେ ଏକ୍ଜାମ ଦେବେ ଗୋଟେ ଖାଲି ସଜେସନ ଦେବି ଯେ ଯେତେ ନେଗେଟିଭ ଆଟେମ୍ପ୍ଟ କମ୍ କରିବେ, ନେଗେଟିଭଟା କମ୍ କଲେ ସେଇ ଆକୁରେସି ମେଣ୍ଟେନ୍ ହେଲେ ନର୍ମାଲାଇଜେସନ ଭଲଟା ନର୍ମାଲାଇଜେସନ ହେବ। ନର୍ମାଲାଇଜେସନ ଏମିତି ଯେ ମାନେ କାହାର ବହୁତ ହାଇ ବଢି ଯାଉଛି, କମ୍ ବଢି ଯାଉଛି, ସେଇଟା ମାନେ କେମିତି ଦେଖୁଛନ୍ତି? ଏଇଟା ଠିକ ନା କେତେ ଦୂର? ଏଇଟା ତ ସେଣ୍ଟ୍ରାଲ ପ୍ରୋସେସ ଆଜ୍ଞା, ତ ସେଟା କିଛି ଆମେ କିଛି କହିପାରିବାନି, କାରଣ ତାର ତ ଅଟୋମ ଫର୍ମୁଲା ଅଛି ନା, ସେଟା ଫର୍ମୁଲାରେ ସେଟା କାଲକୁଲେଟ କରାଯାଉଛି। ଯେମିତି ରେଲୱେ ଯେମିତି ଅଛି ଫର୍ମୁଲାଟା, ସେଇଟା କାହିଁ ଇମ୍ପ୍ଲିମେଣ୍ଟ କରାଯାଉନି ସେ ନର୍ମାଲାଇଜେସନଟା? ଏ ତ ଅଲଗା O360 ଫର୍ମୁଲା ଇଏ କରୁଛି। ଏଇଟା TCS ଏକ୍ଜାମ କରୁଛି, ତ TCS ଯାହା ଫଲୋ କରିବ ସେଥିରେ ଆମେ କିଛି କହିପାରିବାନି। ନାଇଁ, ଆପଣ ଖୁସି ଏଥିରେ? ମୁଁ ଆକ୍ଚୁଆଲି ପ୍ରିଫର କରିଥାନ୍ତି ସିଙ୍ଗଲ ଡେ ସିଙ୍ଗଲ ସିଫ୍ଟ। ସିଙ୍ଗଲ ଡେ ସିଙ୍ଗଲ ସିଫ୍ଟ ଏକ୍ଜାମ ବେଷ୍ଟ। ଅନଲାଇନ୍ ଏକ୍ଜାମ ହେଲେ ଗୋଟେ ପ୍ରୋବ୍ଲେମ ଏଇଆ ଯେ କାରଣ ଗୋଟେ ପିଲାର ସିଙ୍ଗଲ ସିଫ୍ଟ ଏକ୍ଜାମକୁ ନେଇକି ତମେ ଗୋଟେ ପିଲାର କ୍ୟାରିୟରକୁ କି ତାର ଷ୍ଟ୍ରେନ୍ଥକୁ ଆମେ ଜଜ୍ କରିପାରିବାନି। ଏଇଟା ଗୋଟେ ରଙ୍ଗ କନସେପ୍ଟ। ସିଙ୍ଗଲ ଡେ ସିଙ୍ଗଲ ସିଫ୍ଟ ଏକ୍ଜାମ ସେଇଟା ଠିକ ବେଷ୍ଟ, ଏଟା ବେଷ୍ଟ। ଆପଣ ଯେତେବେଳେ ପ୍ରିପାରେସନ କରୁଥିଲେ କେବେ ଡିମୋଟିଭେଟ୍ ହେଇଥିଲେ? ସେ ସମୟରେ କେମିତି ହ୍ୟାଣ୍ଡେଲ କରିଥିଲେ ସେ ସିଚୁଏସନକୁ? ହଁ, ଡିମୋଟିଭେଟ୍ ବେଳେବେଳେ ମୁଁ ଗୋଟେ ସେଇ ଟାଇମରେ ଗୋଟେ ଛୋଟ ଇନସିଡେଣ୍ଟ କହୁଛି। ସେତେବେଳେ ଜଷ୍ଟ ଆମେ ପ୍ରିପାରେସନ କରୁଥିଲୁ, ମୋର ଗୋଟେ ସାଙ୍ଗଟେ ସେ ସଲ୍ଟ କନଜରଭେସନ ପାଇଥିଲା ନୟାଗଡ଼ର। ତ ସେ ତାର ମୋର ପ୍ରିପାରେସନ କଥାବାର୍ତ୍ତା ହେଇକି ଆମେ ପ୍ରିପାରେସନ ଭଲସେ କରୁଥିଲୁ। ସେ ନୟାଗଡ଼ ପାଇଲା ସଲ୍ଟ କନଜରଭେସନ, ମତେ ସାଙ୍ଗେ ସାଙ୍ଗେ କହିଲା। ତ ସେତେବେଳେ ମୋର କିଛି ହେଇନଥିଲା, ମତେ ଭାରି ଡିମୋଟିଭେଟ୍ ଲାଗିଥିଲା ସେତେବେଳେ କି ନାଇଁ ମୁଁ ଭାବିଥିଲି କ୍ୱିଟ୍ କରିଦେବି। ତ ସେ ମତେ ବୁଝେଇଥିଲା କି ନାଇଁ ଅପେକ୍ଷା କର, ତୋର ବି ଏଇଟା ହେଇଯିବ, ଏଇଟା ତୋର ଅଛି ର୍ୟାଙ୍କ ଅଛି, ଭଲ ଅଛି, ହେଇଯିବ ଏଇଟା। ତ ସେଇଟା ଟିକେ ଗୋଟେ ଭଲ ଗୋଟେ ସାଙ୍ଗଟା ସପୋର୍ଟ କରୁଥିଲେ ସେ ସମୟରେ। ଫ୍ୟାମିଲି ସପୋର୍ଟ କେମିତି ସବୁ ଥିଲା? ଫ୍ୟାମିଲି ସପୋର୍ଟ, ଆମ ଫ୍ୟାମିଲି ସାଙ୍ଗ ବହୁତ ସପୋର୍ଟ କରିଥିଲେ ସେଇ ଟାଇମରେ। ନାଇଁ, କିଛି ଫ୍ୟାମିଲି ଅଛନ୍ତି କିଛି କରୁନାହିଁ ଇଏ କରୁନି? ନାଇଁ, ମୋ ମା ମତେ ପୁରା ଲାଷ୍ଟ ମୋ ମା ବାପା ମତେ ଲାଷ୍ଟ ପର୍ଯ୍ୟନ୍ତ କହିଥିଲେ କି ନାଇଁ ଆମେ ଅଛୁ ତୋ ସହିତ, ତୁ ନାଇଁ ଆଉ 2-3 ଥର ଆଟେମ୍ପ ଦେବି, ଆମେ ଅଛୁ, କିଛି ଟେନସନ ନେଇନି, ଆମେ ଅଛୁ। ଗ୍ରାଜୁଏସନ କମ୍ପ୍ଲିଟ ହେବାର କେତେ ବର୍ଷ ପରେ ଗଭର୍ଣ୍ଣମେଣ୍ଟ ଜବ୍ ହେଲା? ଗ୍ରାଜୁଏସନ ମୋର କମ୍ପ୍ଲିଟ 2018 ମାର୍ଚ୍ଚରେ ଆମର ଏକ୍ଜାମ ହେଇଥିଲା ଗ୍ରାଜୁଏସନ। ମୁଁ ଗ୍ରାଜୁଏସନ ସରିବାର ଜଷ୍ଟ 2 ମାସ ପରେ ପ୍ରିପାରେସନ ଆରମ୍ଭ କରିଥିଲି। ଆଚ୍ଛା, ତାପରେ କେତେ ବର୍ଷ ଜବ୍ ହେଲା?
ପ୍ରିପାରେସନ ଟା କହିଲେ ଅଲମୋଷ୍ଟ 19 ରୁ ଆରମ୍ଭ 18 ତକ ମୋର କୋଚିଂ ଫେଜ ଟା ଗଲା। 19 ରୁ ଆକ୍ଚୁଆଲି ପ୍ରିପାରେସନ ସେଲ୍ଫ ପ୍ରିପାରେସନ 19 ରୁ 3 ବର୍ଷ ପ୍ରିପାରେସନ 19 20 21 22 ଜବ ଆଉ। ଆଚ୍ଛା ମାନେ ଏବେ ବି ମାନେ କିଛି ଲାଗୁଛି ଟପ୍ ଯେମିତି 10 ପିଲା ପଢୁଛନ୍ତି ତାଙ୍କ ଜବ୍ ହେଇପାରୁନାହିଁ ତାଙ୍କ ପାଇଁ ମାନେ କ'ଣ ଆଡଭାଇସ୍ ସେ ଜବ୍ ପାଇଁ ଆଉ ଲାଗିବେ ଆଉ କିଛି ବର୍ଷ କ୍ୱାଇଟ୍ କରିଦେବା? ନାଇଁ ସାର୍ ଦିଟା ଜିନିଷ ଅଛି ମୁଖ୍ୟ, ଗୋଟେ ହେଲା ହାର୍ଡୱାର୍କ ଗୋଟେ ହେଲା ସ୍ମାର୍ଟ ୱାର୍କ। ତ ଯିଏ ଯେମିତି କରିପାରିଲା, ଯଦି ହାର୍ଡୱାର୍କ ଆମେ ସହିତ ସ୍ମାର୍ଟ ୱାର୍କ ଦିଟା ଯଦି ମିଶେଇକି କରିବା ତ ଜବ୍ ପାଇବାଟା ସହଜ। ଆମେ ଯଦି ଖାଲି ପଢି ଚାଲିଯିବା ସ୍ମାର୍ଟ ୱାର୍କ ନ କଲେ ଏବେକା ଜମାନାରେ ତ ଆଉ ପାଇବା ଟିକେ କଷ୍ଟ ହବ। ଛଡା ମାନେ ଅମିନ ଛଡା ଆଉ କୋଉ ସବୁ ଏକ୍ସାମ ଟ୍ରାକ୍ କରୁଛନ୍ତି? ମୁଁ 2022 ରେ ଏଇ ଯୋଉ ଅମିନ ARI FG ଆସିଥିଲା, ତ ମୁଁ ସେଟା FG ଟା ବି ଫିଜିକାଲ ଦେଇଥିଲି, ଫିଜିକାଲି ମୋର କ୍ଲିୟର ହେଇଥିଲା। ତ ତାପରେ ମୁଁ 2022 NTPC ମୁଁ କ୍ଲିୟର, ମୁଁ ଡିଗ୍ରୀ ଦେଇକି ଆସିଥିଲି। ତାପରେ ଆଉ ଇଚ୍ଛା ହେଲାନି, ଆଉ ସେଟା ଡିଗ୍ରୀରେ ଗୋଟେ ଡକ୍ୟୁମେଣ୍ଟ ଘରେ ଛାଡିକି ଆସିଥିଲି, ସେ ଡକ୍ୟୁମେଣ୍ଟ ଯେତେବେଳେ ଘରକୁ ଆଣିବା ଲାଗି ଆସିଥିଲି, ତାପରେ ଇଚ୍ଛା ହେଲାନି ଯିବା ଲାଗି ସେଟା ବାଙ୍ଗାଲୋର। ମୋର ଆକ୍ଚୁଆଲି ମୁଁ ଆରବି ବାଙ୍ଗାଲୋରରେ ମୁଁ ଆମର ଲେଭେଲ 5 କ୍ଲିୟର ହେଇଥିଲା। NTPC ବାଙ୍ଗାଲୋର? NTPC ଲେଭେଲ 5, ଯୋଉଥିରେ କି ଆମର ଦୁଇଟା ପୋଷ୍ଟ ଥିଲା, ସିନିୟର କମର୍ସିଆଲ କମ ଟିକେଟ କ୍ଲର୍କ ଆଉ ଗୁଡ୍ସ ଗାର୍ଡ। ସେଟା ମୋର କ୍ଲିୟର ହେଇଥିଲା। ନାଇଁ ବାଙ୍ଗାଲୋରଟା ଆଉ ଇଚ୍ଛା ହେଲାନି ଯିବା ଲାଗି, ଆଉ ସେଟା ବି ମୋର କ୍ଲିୟର ହେଇଥିଲା। ଓଡ଼ିଶା ପିଲା ଯୋଉଠି ଓଡ଼ିଶା ଠିକ। ନ୍ୟୁ ଷ୍ଟୁଡେଣ୍ଟ ଏବେ ଯୋଉ ସବୁ ପ୍ରିପାରେସନ କରୁଛନ୍ତି ତାଙ୍କ ପାଇଁ କ'ଣ ଆଡଭାଇସ୍ ଦେବେ, ମାନେ କିପରି ତାଙ୍କ ଷ୍ଟ୍ରାଟେଜି କ'ଣ ରହିବ? ନ୍ୟୁ ଷ୍ଟୁଡେଣ୍ଟଙ୍କ ପାଇଁ ଗୋଟେ ଖାଲି ଏଇଆ ଆଡଭାଇସ୍ ଦେବି ଯେ ଟପିକକୁ ଆକ୍ଚୁଆଲି ଚୁଜ୍ କର, କି କୋଉ ଟପିକକୁ ମତେ ପଢିବାର ଅଛି, କୋଉ ଟପିକକୁ ମତେ ଛାଡିବାର ଅଛି। ଛାଡିବାର ତ କିଛି ଟପିକ ସେମିତି ନାହିଁ, ବଟ୍ ଗୋଟେ ଧର ସପୋଜ ଜିଏସ୍ ରେ ତ ଅସରନ୍ତି ସମ୍ଭାର, ଜିଏସ୍ ଟା ଆମେ ଯେତେ ଚାହିଁଲେ ବି ଛାଡ଼ିପାରିବା ନାହିଁ। ବଟ୍ ଆମକୁ ପର୍ଟିକୁଲାର ସବଜେକ୍ଟ ରିଲେଟେଡ୍ ପଢିବାକୁ ପଡିବ। କୋଉଟା ଆମେ ପ୍ରିଭିୟସ୍ ସବୁବେଳେ ପାଇଁ ଗୋଟେ ଜିନିଷ ମୁଁ ଆଡଭାଇସ୍ ଦେବି କି PQRS ପ୍ରିଭିୟସ୍ PYQ ରହିଲା, PYQ ଟା ଯେତେ ପ୍ରାକ୍ଟିସ କରିବା। ମ୍ୟାଥ ପାଇଁ ଠିକ ଅଛି, ମ୍ୟାଥ ପାଇଁ ଆମର ଯୋଉଟା ଅବଜେକ୍ଟିଭ ଗୋଟେ ଆସେ ବୁକ୍ ଆସେ, ସେ ବୁକ୍ ଏକ୍ସାକ୍ଟ ନେମ୍ଟା ଆମର ମନେ ପଡୁନି, ସେଟା ପ୍ରାକ୍ଟିସ କଲେ ହେଇଯିବ, କିଛି ନାହିଁ। ମ୍ୟାଥ ସେତେ ହାଇ ଲେଭେଲ ଓଡ଼ିଶାରେ ନାହିଁ, ମ୍ୟାଥ ଆଡଭାନ୍ସ ପାର୍ଟ ନାହିଁ, ଅଲମୋଷ୍ଟ ନିଲ୍। ଏବେ TCS ଏକ୍ସାମ କଲା ବେଳକୁ ଗୋଟେ ଯୋଉଟା ପକଉଛି, ଯୋଉଟା କି ଆଡଭାନ୍ସ ମ୍ୟାଥର ଫର୍ମୁଲା ବେସ୍ କ୍ୱେଶ୍ଚନ୍, ମ୍ୟାଥ ହେଇଯିବ, କିଛି ନାହିଁ। ଆଉ ରିଜନିଂ? ମ୍ୟାଥ ରିଜନିଂ ଅଲମୋଷ୍ଟ ସମାନ ହେଇଯିବ। ମ୍ୟାଥ ରିଜନିଂ ଆକ୍ଚୁଆଲି ପିଲାଙ୍କୁ ଏବେ ଯଦି ଟିପିକାଲ କିଛି କରଉଛି, ଗୋଟେ ହେଲା ଇଂଲିଶ ଆଉ ଗୋଟେ ହେଲା GS। କମ୍ପ୍ୟୁଟର ବି ଅଛି? ହଁ, କମ୍ପ୍ୟୁଟର ଏବେ ଷ୍ଟେଟମେଣ୍ଟ ବେସ୍ କ୍ୱେଶ୍ଚନ୍ ପକଉଛି। ଆଉ ସେ Ctrl+C Ctrl+V କପି ପେଷ୍ଟ ବୋଲ୍ଡ ସେ ଯୁଗ ନାହିଁ, ଏବେ ସବୁ ଷ୍ଟେଟମେଣ୍ଟ ବେସ୍ କ୍ୱେଶ୍ଚନ୍ ପକଉଛି। ଆଉ କମ୍ପ୍ୟୁଟର ଫଣ୍ଡାମେଣ୍ଟାଲ ଡିପଲି ପୁରା ପଢିବାକୁ ପଡିବ। ହଁ, ଡିପଲି ମାନେ କିଛି ସଜେସନ ଦେବେ କମ୍ପ୍ୟୁଟର କୋଉଠି ପଢିପାରିବେ? କମ୍ପ୍ୟୁଟର ଏବେ 2022 ପରଠୁ ଯାହା ବି କିଛି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଏକ୍ସାମ ହଉଛି, ସେ WC ହଉ କିମ୍ବା SSC ହଉ, ସେ କମ୍ପ୍ଲିଟଲି ଫଲୋ କରୁଛନ୍ତି MS ୱାର୍ଡ, ଏକ୍ସେଲ, ପାୱାର ପଏଣ୍ଟ, ଆକ୍ସିସ୍ ଆଉ କମ୍ପ୍ୟୁଟର ନେଟୱାର୍କ, ଇମେଲ ଆଉ ସାଇବର ସିକ୍ୟୁରିଟି, ୟା ଉପରେ ସେମାନେ ଫୋକସିଂ କରୁଛନ୍ତି। ଏଇ 5ଟା 6ଟା ଟପିକରୁ ଯାହା ବି କିଛି ମୁଁ କହିଲି ତା ଭିତରେ ହିଁ କ୍ୱେଶ୍ଚିନ୍ ଆସୁଛି। କିଛି ସୋର୍ସ ଏମିତି କହିପାରିବେ ଯୋଉଠି ପିଲା ଫଲୋ କରିପାରିବେ? ସୋର୍ସ ଅଫ ବୁକ୍ ଯେତେ ନିଜର କନସେପ୍ଚୁଆଲ ଯେତେ କନସେପ୍ଟ କ୍ଲିୟର ହବ, ସେତେ ତମେ ଇଏ କରିପାରିବ। କାହିଁକିନା ଏବେ ସବୁ ପକଉଛି ପ୍ରାକ୍ଟିକାଲ ବେସ୍ କ୍ୱେଶ୍ଚିନ୍, ଯାହାର ପ୍ରାକ୍ଟିକାଲଟା କ୍ଲିୟର ଥିବ, যেটা ମୁଁ ସପୋଜ ଗୋଟେ ଏକ୍ସାମ୍ପଲ ଦଉଛି, ଆମେ ସପୋଜ ଗୋଟେ ରୋଟେ ଏକ୍ସେଲ ଇନସର୍ଟ କରିବା, ସେଟା ଯିଏ ପ୍ରାକ୍ଟିକାଲ କରିଥିବ ସେ ଜାଣିଥିବ କି ଆକ୍ଚୁଆଲି ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ କ'ଣ, ତ ସେଟାକୁ ସେ ଷ୍ଟେଟମେଣ୍ଟ ଆକାରରେ ପଚାରି ଦଉଛି କି ତମେ ରୋଟେ ଗୋଟେ ଇନସର୍ଟ କରିବାର ଅଛି କେମିତି କରିବ। ଆପଣ ଯେତେବେଳେ ପଢୁଥିଲେ ସେତେବେଳେ କୋଉ ବୁକ୍ ସବୁ ଫଲୋ କରୁଥିଲେ? ମୁଁ ଫଲୋ କରିଥିଲି ଲୁସେଣ୍ଟ, GS ପାଇଁ ଫଲୋ କରିଥିଲି ଲୁସେଣ୍ଟ, ଆଉ ଗୋଟେ BK ପବ୍ଲିକେସନ ୱାନ୍ ଲିନିୟର ଅଛି, ସେଟା ମୁଁ ଫଲୋ କରିଥିଲି। ମ୍ୟାଥ ଲାଗି ୟୁଟ୍ୟୁବରେ ଟିଚର ଅଛନ୍ତି, ବହୁତ ଭଲ ଭଲ ଟିଚର ଅଛନ୍ତି ବି, ସେମିତି ପର୍ଟିକୁଲାର ଟିଚର ତ ମୁଁ କହିପାରିବିନି, ଭଲ ମୁଁ ସମସ୍ତଙ୍କୁ ଫଲୋ କରୁଥିଲି ମିଶିକିରି। ଆଉ କମ୍ପ୍ୟୁଟର ଆରିହାଣ୍ଟ। ଆଚ୍ଛା, GS ପାଇଁ ଲୁସେଣ୍ଟ, ଆଉ ୟୁଟ୍ୟୁବରେ କ୍ଲାसेସ୍ ସର୍ଟ କ୍ଲାसेସ୍ ହେରିକା ଦେଖିବା, ଛୋଟ ଛୋଟ କ୍ଲାସ୍ ହେରିକା। ଆଚ୍ଛା, ମକ୍ ଟେଷ୍ଟ କେତେ ଇମ୍ପୋର୍ଟାଣ୍ଟ କମ୍ପିଟିଟିଭ୍ ଏକ୍ସାମ ପାଇଁ? ହଁ, ସେଇଟା ଗୋଟେ ଏବେ ଭାଇଟାଲ ରୋଲ୍ ପ୍ଲେ କରିବ, କାହିଁକି ନା ଆମ ବେଳେ 2022 ମସିହାରେ କିଛି ମକ୍ ଟେଷ୍ଟ ବୋଲି କିଛି ଜିନିଷ ନଥିଲା। ଏବେ ଯୋଉ ସବୁ ୟୁଟ୍ୟୁବ ଚ୍ୟାନେଲ ଆସିଛନ୍ତି, ଯାହା ବି କିଛି ଓଡ଼ିଶାରେ ଭଲ ଭଲ ଟିଚର ମାନେ ଅଛନ୍ତି, ଯାହା ବି କିଛି 2-3ଟା ଚ୍ୟାନେଲ ଅଛି, ସେମାନେ ମକ୍ ଟେଷ୍ଟ ସବୁ ଏବେ ପ୍ରୋଭାଇଡ କରୁଛନ୍ତି। ଆମ ବେଳେ ମକ୍ ଟେଷ୍ଟ ବୋଲି କିଛି ଜିନିଷ ନଥିଲା, ଆମେ କମ୍ପ୍ଲିଟଲି ନିଜେ ସେଲ୍ଫ ପ୍ରିପାରେସନ କରିକିରି ଆମେ ଯାଇଥିଲେ ଏକ୍ସାମ ଦେବା ଲାଗି। ଏବେ ତ ପିଲାଙ୍କ ପାଇଁ ଆହୁରି ପ୍ଲସ୍ ପଏଣ୍ଟ ହେଇଗଲାଣି ମକ୍ ଟେଷ୍ଟ ମୁଖ୍ୟ ହେଲା ମକ୍ ଟେଷ୍ଟ, ଆଉ ଟେଲିଗ୍ରାମରେ କୁଇଜ୍ ଏଟା ମୁଖ୍ୟ। ଟେଲିଗ୍ରାମରେ ଯେତେ କୁଇଜ୍ ଦେଇ ଚାଲିବ, ସେତେ ନିଜର ସେଲ୍ଫ ଆନାଲିସିସ୍ କଲେ ନିଜେ ଜାଣିପାରିବେ। ଗଭର୍ଣ୍ଣମେଣ୍ଟ ଜବ୍ ଆପଣଙ୍କ ଡେଲି ଡ୍ୟୁଟି କ'ଣ ରହୁଛି? ଡ୍ୟୁଟି ଯାହା ନର୍ମାଲ 10 ରୁ 5:30 ଆମର ଡ୍ୟୁଟି, ତାପରେ ମଝିରେ ଲଞ୍ଚ ବ୍ରେକ୍ 30 ମିନିଟ୍ସ, ସେତିକି। ୱାର୍କ ସବୁ କ'ଣ ମାନେ ଅମିଣ୍ଟ ବେସିକାଲି ସେଟା 2 ଟାଇପ୍ର ଆମର କାମ ରହୁଛି। ଆଇଦର ତୁମେ ଯଦି ତହସିଲରେ ପୋଷ୍ଟିଂ ରହୁଛ ତ ରେକର୍ଡ ରୁମ୍ରେ ପୋଷ୍ଟିଂ ରହିବ, ତୁମର କାମ ରହିବ ମୁଖ୍ୟ RR କରେକ୍ସନ,
ତ ପଟ୍ଟା ଯୋଉ ନୂଆ ପଟ୍ଟା ଲୋକମାନେ ଇଏ ଅଛନ୍ତି ସେଟାକୁ ଆମର ଦବା ବହୁତ କିଛି କାମ ଅଛି ରେଭିନ୍ୟୁର ରେକର୍ଡ ରୁମ୍ର। ଆଉ ଯଦି ତମେ ଆର୍ଆଇ ଅଫିସରେ ପୋଷ୍ଟିଂ ପାଉଛ ତ ଫିଲ୍ଡ ୱାର୍କ ରହିବ, ଫିଲ୍ଡ ୱାର୍କ ସହିତ ଅଫିସ ୱାର୍କ ବି କମ୍, ଫିଲ୍ଡ ୱାର୍କ ବେଶୀ ରହୁଛି। ଆଚ୍ଛା, ଏଥିରେ ସାଲାରୀ କେତେ ଆପ୍ରୋକ୍ସ ମିଳୁଛି? ସାଲାରୀ ଆମର ଆକ୍ଚୁଆଲି ଅମିନର ବେସିକ ପେଟା ହେଲା 18,000 ଷ୍ଟାର୍ଟିଂଟା, ତାର 1800 ଗ୍ରେଡ୍ ପେ। ଏବେ ମୋର 3ଟା ଇନକ୍ରିମେଣ୍ଟ ହେଇସାରିଲାଣି, 3ଟା ଇନକ୍ରିମେଣ୍ଟ ପରେ ମୁଁ ସେଇ 28,000 ସମଥିଙ୍ଗ ମାନେ ଇନିହାଣ୍ଡ ସାଲାରୀ 28,000। ହଁ କଟିକି ସବୁ। କିନ୍ତୁ ଯେତେବେଳେ ଜଏନିଂ କରିଥିଲି ସେ ଜଏନିଂ ଟାଇମରେ ଆମ ବେଳେ ଡିଏ ଟା ଆକ୍ଚୁଆଲି ବହୁତ କମ୍ ଥିଲା, ତ ସେ ଟାଇମରେ ଆମେ 24 ଆରାଉଣ୍ଡ ପାଇଥିଲୁ, 23-24। ବଟ୍ ଏବେ ଡିଏ ବଢିଗଲାଣି ନା, ତ ଏବେ ଯିଏ ପିଲା ଜଏନ୍ କରିବେ ସେ ଆରାଉଣ୍ଡ 25-26 ଆରାଉଣ୍ଡ ପାଇଯିବେ। ଯୋଉ ପିଲା କୁହନ୍ତି ଯେ ଉପରି ମିଳେ ଅମିନରେ ସେ ସବୁ କେତେ କଣ? ନାଇଁ ଉପରି ଜିନିଷଟା ମୁଁ ଏବେ କ୍ଲିୟର କରୁଛି ଆପଣଙ୍କ ଚ୍ୟାନେଲ ମାଧ୍ୟମରେ। ଉପରି ଜିନିଷଟା ପିଲାଙ୍କ ଭାବିବାଟା ଉପରି କାହାକୁ କୁହନ୍ତି? ଉପରିଟା ହେଲା ଯଦି ମାନେ ସଣ୍ଡେରେ କାମ କରିକି ଛୁଟି ଦିନରେ ସେ ଯଦି ତାର ନିଜର ଟାଇମ ଦେଇକି ଯଦି କିଛି କାମ କରିକି ତାର ଏକ୍ସଟ୍ରା ଇନକମ କରିପାରେ ସେଟା ଉପରି, ମାନେ ସେଟା ତାର ଇନକମ କୁହାଯିବ। ଆଉ ଉପରି ଆଉ ଗୋଟେ ଉପରି ହୁଅନ୍ତି ଯୋଉମାନେ କରପସନ ଟା ଅଲଗା ଜିନିଷ। କରପସନ ଯିଏ କଲା ସେଟା ତାର ବ୍ଲାକ ମନି ଟାଇପ ର ହେଇଗଲା। ଗଭର୍ଣ୍ଣମେଣ୍ଟ ଜବରେ ଫିଲ୍ଡ ୱାର୍କ ବେଶୀ ରହୁଛି ନା ଅଫିସ ୱାର୍କ ରହୁଛି? ସମାନ ସମାନ। ଯଦି ଦେଖିବା 60% ଫିଲ୍ଡ ୱାର୍କ, 40% ଅଫିସ ୱାର୍କ ରହିବ। ଏଥିରେ ପ୍ରେସର ରହୁଛି ନା ରିଲାକ୍ସ ଜବଟା? ହଁ ପ୍ରେସର ରହୁଛି ପାଖାପାଖି। ଯେତେବେଳେ ଆମର ମାର୍ଚ୍ଚ ମାସ, ଫେବୃଆରୀ ମାର୍ଚ୍ଚ ମାସ 2 ମାସ ଟିକେ ପ୍ରେସର ରହେ। ଆମର ରେଭିନ୍ୟୁ କଲେକ୍ସନ ଯୋଉମାନେ ଆର୍ଆଇ ଅଫିସରେ ପୋଷ୍ଟେଡ ଥାନ୍ତି ସେମାନଙ୍କ ପାଇଁ ରେଭିନ୍ୟୁ କଲେକ୍ସନ ଗୋଟେ ମୁଖ୍ୟ ଟାସ୍କ, ରେଭିନ୍ୟୁ କଲେକ୍ସନ କରିବା। ତାପରେ ଆଉ ଗୋଟେ ପ୍ରେସର କଣ ନା, ଧର ଯେତେବେଳେ ଡିମାର୍କେସନ ଟା ଅମିନର ମୁଖ୍ୟ କାମ, ସମସ୍ତେ ଜାଣିଥିବେ ଆପଣ ମାନେ ଯେ ଡିମାର୍କେସନ ଟା ଯଦି ଫିଲ୍ଡରେ ଲୋକଙ୍କ ସାଙ୍ଗରେ ପବ୍ଲିକ ଡିଲିଂ ଟା ଗୋଟେ ମୁଖ୍ୟ କାମ ରହିଲା। ଏ ଜବଟା ମାନେ ଝିଅ ପିଲାଙ୍କ ପାଇଁ ମାନେ ସୁଇଟେବଲ ହବ? ହଁ ଝିଅ ପିଲାଙ୍କ ପାଇଁ କରୁଛନ୍ତି, ବହୁତ ଝିଅ ପିଲା, ଆମର ଝିଅ ପିଲା ବି ସମସ୍ତେ ଅଛନ୍ତି। ଝିଅ ପିଲାଙ୍କ ପାଇଁ ଅଫିସ ସେମାନେ ଆଟାଚ ହେଇଯାଉଛନ୍ତି ରେକର୍ଡ ରୁମରେ। ଲୋକମାନେ କହନ୍ତି ଗଭର୍ଣ୍ଣମେଣ୍ଟ ଜବ ପାଇବା ଇଜି, ଏଇଟା କେତେ ଦୂର ସତ୍ୟ? ଗଭର୍ଣ୍ଣମେଣ୍ଟ ଜବ ପାଇବା ଇଜି, ଯିଏ ପଢି ପାରିଲା ଭଲସେ ଷ୍ଟ୍ରଗଲ କରି ପାଇଲା ସେଇଟା ଇଜି। ହଁ ମାନେ କହନ୍ତି ନା ଏଠି କଣ କରୁଛୁ, ଚାକିରି ଗୋଟେ କରିପାରୁନୁ, ବହୁତ ସାରା କଥା କୁହନ୍ତି, ଶୁଣାନ୍ତି ଲୋକମାନେ, ସାଙ୍ଗମାନେ ବି ତାନା ମାରନ୍ତି ଯୋଉମାନେ ଏଇ ଫିଲ୍ଡରେ ନଥାନ୍ତି। ନାଇଁ କହିବାଟା ସାର୍ ଆକ୍ଚୁଆଲି ବହୁତ ସହଜ, ବଟ୍ ପାଇବାଟା ବହୁତ କଷ୍ଟ। ଯେ ଫେଜରେ ଯିଏ ରହିଛି, ଯିଏ ଷ୍ଟ୍ରଗଲ କରିଛି, ସେ ଜାଣିଥିବ ଆକ୍ଚୁଆଲି କଷ୍ଟଟା କଣ। ବଟ୍ ଆଉ ଏବେ ଆଉ ସେ ଯୁଗ ନାହିଁ। 2013-12 ମସିହା ପୂର୍ବରୁ ଯୁଗ ଥିଲା କି ଗଭର୍ଣ୍ଣମେଣ୍ଟ ଜବରେ କମ୍ପିଟିସନ ସେତେ ନଥିଲା। ବଟ୍ 2016 ମସିହା ପରଠୁ କମ୍ପିଟିସନ ବହୁତ ଟପ୍। ବର୍ତ୍ତମାନ ଗୋଟେ ପୋଷ୍ଟ ପାଇଁ ବି 200-300 ପିଲା କମ୍ପିଟିସନ କରୁଛନ୍ତି। ମାନେ ଗଭର୍ଣ୍ଣମେଣ୍ଟ ଜବ ସବୁଠୁ ବଡ ଚ୍ୟାଲେଞ୍ଜ କୋଉଟା? ବଡ ଚ୍ୟାଲେଞ୍ଜ ତ ବର୍ତ୍ତମାନ ତ କମ୍ପିଟିସନ ତ ଯୋଉଟା ବଢି ଯାଇଛି, ପିଲା ପ୍ରିଫର କରୁଛନ୍ତି ଆଇଟି କୁ ଛାଡିକି, ପିଲା ପ୍ରିଫର କରୁଛନ୍ତି ଗଭର୍ଣ୍ଣମେଣ୍ଟ ଜବ ପ୍ରିଫର କରୁଛନ୍ତି। ତ ଯୋଉ OSSC କରୁଛି କାଉନସିଲିଂ ଡକ୍ଟର ପରେ, ସେଟା କି ହୁଏ? ହଁ କାଉନସିଲିଂ ଟା ଆକ୍ଚୁଆଲି ଆମ ବେଳେ ସ୍କିଲ୍ ଟେଷ୍ଟ ନଥିଲା, ଏବେ ସ୍କିଲ୍ ଟେଷ୍ଟ ଆଡ୍ କଲାଣି। ଏବେ ସିଙ୍ଗଲ ଷ୍ଟେଜ ଏକ୍ସାମ ପରେ ଯୋଉ ସ୍କିଲ୍ ଟେଷ୍ଟ ହବ, ସ୍କିଲ୍ ଟେଷ୍ଟ ପରେ ଡିଭି ହବ, ଡିଭି ପରେ କାଉନସିଲିଂ ଲାଗି ସେ ଭୁବନେଶ୍ୱର ଡାକିବ। ଭୁବନେଶ୍ୱର OSSC ଅଫିସରେ ସେ ଗୋଟେ ପ୍ରୋଜେକ୍ଟର ଲଗେଇଥିବେ, ପ୍ରୋଜେକ୍ଟର ଚାଲୁଥିବ, ଡିଷ୍ଟ୍ରିକ୍ଟ ୱାଇଜ ଚାଲୁଥିବ, କୋଉ ଡିଷ୍ଟ୍ରିକ୍ଟରେ କେତେ ପୋଷ୍ଟ ରହିଲା, କଣ କେତେ ଗଲା, କଣ ହେଲା, ସେଠି ପିଲା ଯାଇକିରି ସେଠି ଦେଖିକିରି ତାପରେ ଭିତରକୁ ଯାଇକିରି ଚଏସ୍ ଲକିଂ କଲା ଭଳିଆ ଯେମିତି କଲେଜରେ +2+3 ଯେମିତି କରନ୍ତି, ସେମିତି କରିକିରି ସେଟା କଣ ସାଙ୍ଗେ ସାଙ୍ଗେ ଚୁଜ୍ କରିବ? ହଁ ସାଙ୍ଗେ ସାଙ୍ଗେ ସେ ତମକୁ ଗୋଟେ ସ୍ଲିପ୍ ବାହାର କରି ଦେଇଦେବେ କି ତମେ ଏ ଡିଷ୍ଟ୍ରିକ୍ଟ ପାଇଁ ଆଲୋକେଟ୍ ହେଲ ବୋଲି। ଆଉ ଏଇଟା ଗୋଟେ କଥା ଯେ ଗୋଟେ ପିଲା ତା ହୋମ୍ ଡିଷ୍ଟ୍ରିକ୍ଟ ପାଇବ ସେମିତି କିଛି ମାନେ ନାହିଁ। ଯୋଉ ଡିଷ୍ଟ୍ରିକ୍ଟ ଫାଙ୍କା ଥିବ, ଡିପେଣ୍ଡ ଅପନ୍ ଭ୍ୟାକେନ୍ସି ଆଣ୍ଡ ଡିପେଣ୍ଡ ଅପନ୍ ହିଜ୍ ରାଙ୍କ। ହଁ ରାଙ୍କ ଅନୁସାରେ। ଏବେ ଆମେ ରାପିଡ ଫାୟାର ସେକ୍ସନ କରିବା, କିଛି କ୍ୱେଶ୍ଚନ କରିବି ଯୋଉଟା କି ସର୍ଟରେ ଟିକେ ଆନ୍ସର ଦେବେ। ହାର୍ଡୱାର୍କ ନା ସ୍ମାର୍ଟ ୱାର୍କ? ହାର୍ଡୱାର୍କ ୱିଥ୍ ସ୍ମାର୍ଟ ୱାର୍କ। ବୁକ୍ ନା ଅନଲାଇନ୍ କ୍ଲାसेସ୍? ଅନଲାଇନ୍ କ୍ଲାसेସ୍। ମର୍ଣ୍ଣିଂ ଷ୍ଟଡି या ନାଇଟ୍ ଷ୍ଟଡି? ମର୍ଣ୍ଣିଂ ଷ୍ଟଡି। ଫାଷ୍ଟ କ୍ୟାରିୟର ନା ଲ? ଲକ୍ ଯଦି ସେମିତି ସପୋର୍ଟିଭ ପାର୍ଟନର ମିଳିବ ତ ସେ ସବୁ ସପୋର୍ଟ କରିବ। ନିଜର ତମର ଏଇଟା ଗୋଟେ କଣ କି, ଏଇଟା ଏମିତି ଫେଜ୍ ଯୋଉ ଟାଇମ୍ କି ତମର ପାର୍ଟନର ସପୋର୍ଟ ଦରକାର। ତ ମୁଁ ଏତିକି ଗ୍ରେଟଫୁଲ କି ମୋର ଯେ ପାର୍ଟନର ଥିଲା ସେ ଟାଇମରେ ମତେ ବହୁତ ସପୋର୍ଟ କରିଥିଲା। ଆଚ୍ଛା, ତାହେଲେ ଆପଣ କହୁଛନ୍ତି ତ ଏଇଟା ଦିଟା ଯାକ ବି ମାନେ ଡିପେଣ୍ଡେଣ୍ଟ ଅନ୍ ଇଚ୍ ଅଦର। ଆଚ୍ଛା, ସକ୍ସେସ୍ ମନ୍ତ୍ର ଇନ୍ ୱାନ୍ ଲାଇନ୍? ସକ୍ସେସ୍ ମନ୍ତ୍ର କହିଲେ ପ୍ରାକ୍ଟିସ ମୋର ଆଣ୍ଡ ମୋର ୱିଥ୍ ମକ୍ ଟେଷ୍ଟ ଆଣ୍ଡ ରିଭିଜନ। ମାନେ କମ୍ପିଟିଟିଭ୍ ଏକ୍ସାମ୍ ମକ୍ ଟେଷ୍ଟ ବହୁତ ଇମ୍ପୋର୍ଟାଣ୍ଟ। ମକ୍ ଟେଷ୍ଟ ଭାଇଟାଲ ରୋଲ୍ ପ୍ଲେ କରିବ। ଏବେକାର ସିଚୁଏସନରେ ଗୋଟେ ମୁଖ୍ୟ ଆଉ ଗୋଟେ ମକ୍ ଟେଷ୍ଟ ସହିତ ଏବେକା ଗୋଟେ ଜିନିଷ ଯଦି ସବୁ ଟ୍ରେଣ୍ଡିଂ ଅଛି ସେଟା ହେଲା ଟେଲିଗ୍ରାମ କୁଇଜ୍। ଆମ ଯେ ପ୍ରାୟ ଏକାଡେମୀ, ହଁ ପ୍ରାୟ ଏକାଡେମୀ ସେଟା ବି ହଁ କୁଇଜ୍ ଟା ମୁଖ୍ୟ ବହୁତ ଇମ୍ପୋର୍ଟାଣ୍ଟ। କୁଇଜ୍ ଟା ଯେତେ ଡେଲି ପ୍ରାକ୍ଟିସ କରି ଚାଲିବ ସେଟା ଗୋଟେ ବହୁତ ରୋଲ୍ ପ୍ଲେ କରିବ।
ସାର୍ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆସିଥିବାରୁ ଆମ ପଡକାଷ୍ଟକୁ ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରାୟ ଏକାଡେମୀ ତରଫରୁ ଗୋଟେ ଛୋଟିଆ ଉପହାର ଗ୍ରହଣ କରନ୍ତୁ। ଥ୍ୟାଙ୍କ ୟୁ। ଆମ ପ୍ରାୟ ଏକାଡେମୀ ବିଷୟରେ କ'ଣ କହିବେ ଟିକେ? ଏକାଡେମୀ ମୁଁ ଦେଖିଛି ସିଜିଏଲ ଆମର ଓଡ଼ିଶା ସିଜିଏଲ ବେଳେ ବହୁତ ମାନେ ଟେଲିଗ୍ରାମରେ ଓଡ଼ିଶା ଜିକେର ଗୋଟେ ଯୋଉ ମକ୍ ଗୋଟେ ସିରିଜ ଯୋଉ ଚଲା ହେଇଥିଲା ସେଟା ମୁଁ ପ୍ରାୟ ଦେଖିଛି, ବହୁତ ଭିଡ଼ିଓ ତାର ଦେଖିଛି, 8-10ଟା ଭିଡ଼ିଓ ମୁଁ ଦେଖିଛି ୟୁଟ୍ୟୁବରେ। ଏଟା ବହୁତ ଫ୍ରୁଟଫୁଲ ଥିଲା। ତ ପ୍ରାୟ ଏକାଡେମୀ ବହୁତ ମାନେ ରିଲେଭେଣ୍ଟ କଣ୍ଟେଣ୍ଟ ଦିଏ। ଆଉ ପ୍ରାୟ ଏକାଡେମୀର ଗୋଟେ ବେଷ୍ଟ ପାର୍ଟ ମୁଁ କହିବି କି ଅଥେଣ୍ଟିକ ନ୍ୟୁଜ୍ ଯୋଉଟା କି ରିଗାର୍ଡିଂ ଆମର ରିକ୍ରୁଟମେଣ୍ଟ ରିଗାର୍ଡିଂ ଯୋଉଟା ସେଇଟା ମତେ ବହୁତ ଭଲ ଲାଗେ କି ଯୋଉଟା ଅଥେଣ୍ଟିକ ନ୍ୟୁଜ୍, ଯୋଉଟା ପିଲାଙ୍କ ଯୋଉଟା ଏବେ କ'ଣ କି ଜିନିଷଟା ପିଲା ଜାଣିପାରୁନାହାନ୍ତି, ସୋସିଆଲ ମିଡ଼ିଆରେ ସେ ଜିନିଷଟା ସେୟାର କଲା ବେଳକୁ ପିଲା ଜାଣିପାରୁଛନ୍ତି। ଏଇଟା ଗୋଟେ ବେଷ୍ଟ ଜିନିଷ ମୋତେ ପ୍ରାୟ ଏକାଡେମୀ ଲାଗେ। ତ ବନ୍ଧୁଗଣ, ଆମେ ଆଜି ଏଇ ପଡକାଷ୍ଟରେ ଜାଣିଲେ ଗୋଟେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟିର ସକ୍ସେସ୍ ମନ୍ତ୍ର କ'ଣ ଥିଲା। ତ ଷ୍ଟ୍ରଗଲ୍ ଲାଇଫ୍ରୁ କିପରି ସକ୍ସେସ୍ ପର୍ଯ୍ୟନ୍ତ ଜର୍ଣ୍ଣି ଆପଣ ଜାଣିଲେ। ତ ମୁଁ ଆଶା କରୁଛି ଆପଣଙ୍କୁ ଏ ପଡକାଷ୍ଟଟି ମୋଟିଭେଟ୍ କରିଥିବ, ଆପଣଙ୍କ ପ୍ରିପାରେସନ୍ ପାଇଁ ହେଲ୍ପଫୁଲ୍ ହେବ। ଯଦି ଭିଡ଼ିଓଟି ଭଲ ଲାଗିଛି କି ଖରାପ ଲାଗିଛି ତ କମେଣ୍ଟ ବକ୍ସ ଖାଲି ଅଛି, ଆପଣ ମେସେଜ କରି କମେଣ୍ଟ ବକ୍ସ ଫୁଲ୍ କରିପାରନ୍ତି। ଭଲ ଲାଗିଥିଲେ ଲାଇକ୍ କରିଦେବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତି। ଆଗକୁ ମଧ୍ୟ ରିଏଲ୍ ଏକ୍ସପିରିଏନ୍ସ ଭିଡ଼ିଓ ଆମେ ନେଇକି ଆସିବୁ। ଆପଣ କମେଣ୍ଟରେ କୁହନ୍ତୁ କେଉଁ ଟପିକରେ ଆପଣ ପଡକାଷ୍ଟ ଦେଖିବାକୁ ଚାହୁଁଛନ୍ତି ଏବଂ ଆପଣ ଫ୍ରେଣ୍ଡମାନଙ୍କ ସହିତ ସେୟାର କରିଦିଅନ୍ତୁ, ତାଙ୍କର ମଧ୍ୟ ହେଲ୍ପ ହେବ। ତ ରହିଲି, ଦେଖା ହେବ ନେକ୍ସଟ ଭିଡ଼ିଓରେ। ଜୟ ହିନ୍ଦ, ବନ୍ଦେ ଉତ୍କଳ ଜନନୀ।